1,20,00,000 ଅଧିକ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନ୍ସନଭୋଗୀ ଅଷ୍ଟମ ବେତନ କମିଶନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସରକାର ଜାନୁଆରୀ 25ରେ ଏହାର ଗଠନ କରିଥିଲେ, କିନ୍ତୁ କମିଶନ ସନ୍ଦର୍ଭର ସର୍ତ୍ତାବଳୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଏହା ଜାନୁଆରୀ 1, 2026ରୁ ଏହାର କାର୍ଯ୍ୟାନୁଷ୍ଠାନ ସମୟସୀମା ଉପରେ ସନ୍ଦେହ ସୃଷ୍ଟି କରିଛି। ତଥାପି ଏହାକୁ କାର୍ଯ୍ୟକାରୀ କରିବାକୁ କେତେ ସମୟ ଲାଗିବ ତାହା ବିଚାର ନ କରି ଗୋଟିଏ କଥା ନିଶ୍ଚିତ, ଅଷ୍ଟମ ବେତନ କମିଶନ ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେବ, ଯାହା କର୍ମଚାରୀଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ କରିବ। ପୂର୍ବ ରେକର୍ଡ ଦର୍ଶାଯାଇଛି ଯେ, ବେତନ କମିଶନ ଗଠନ ହେବା ପରଠାରୁ ସେମାନଙ୍କ ସୁପାରିଶ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ 2 ଦିନରୁ 3 ବର୍ଷ ସମୟ ଲାଗେ। ସପ୍ତମ ବେତନ କମିଶନ ସେପ୍ଟେମ୍ବର 2013ରେ ଘୋଷଣା କରାଯାଇଥିଲା ଏବଂ ସୁପାରିଶ ଜାନୁଆରୀ 2016ରେ କାର୍ଯ୍ୟକାରୀ ହୋଇଥିଲା। ତଥାପି ଏହା ନିଶ୍ଚିତ ଯେ, ଯେତେବେଳେ ସୁପାରିଶ କାର୍ଯ୍ୟକାରୀ ହେବ, ସେଗୁଡ଼ିକ ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେବ, ଯାହାଦ୍ୱାରା କର୍ମଚାରୀଙ୍କୁ ବକେୟା ମିଳିବ। କମିଶନ ଗଠନର ବିଳମ୍ବ ମଧ୍ୟରେ କର୍ମଚାରୀମାନେ ସର୍ବନିମ୍ନ ମୌଳିକ ଦରମା ଇନକ୍ରିମେଣ୍ଟ ଫ୍ୟାକ୍ଟର ପ୍ରତି ସର୍ବାଧିକ ଆଗ୍ରହୀ। ସପ୍ତମ ବେତନ କମିଶନ ଅନୁଯାୟୀ ସର୍ବନିମ୍ନ ମୌଳିକ ଦରମା 18,000। ରିପୋର୍ଟ ଅନୁଯାୟୀ ଅଷ୍ଟମ ବେତନ କମିଶନରେ ସର୍ବନିମ୍ନ ମୌଳିକ ଦରମା 44,000। ସ୍ତର 1 କର୍ମଚାରୀଙ୍କ ପାଇଁ ବୃଦ୍ଧି ହୋଇପାରେ। ଏହି ସମୟରେ ଦଶହରା ଏବଂ ଦୀପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାର ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DRରେ 3% ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ମହଙ୍ଗା ଭତ୍ତା ବର୍ତ୍ତମାନ 55ରୁ 58କୁ ବୃଦ୍ଧି ପାଇଛି।